ଯୁବଗୋଷ୍ଠୀ ଏକ ହେଲେ ଏ ମଣିଷ ମଣିଷ ରହିବ। ଜଳେଶ୍ୱର ଯୁବ ମଞ୍ଚର 14ତମ ବାର୍ଷିକ ଉତ୍ସବ। ସବୁରି ମୁହଁରେ ଗୋଟିଏ କଥା, ଏକତା ହିଁ ବଳ। ଯୁବ ମଞ୍ଚ ଏକାଠି ଥିଲେ ଯେତେ ବଡ଼ ବିପଦ ଆସିଲେ ମଧ୍ୟ ତାକୁ ଅତିକ୍ରମ କରିବା ସହଜ। ଶତ୍ରୁ ଯେତେ ବଳଶାଳୀ ହେଲେ ମଧ୍ୟ ହାର ମାନିବ। ସବୁଠି ବିଭାଜନର ବିଷମଞ୍ଚି ସମ୍ପର୍କ ସଂହତିକୁ ଧ୍ୱଂସ କରି ଚାଲିଛି। ସମସ୍ତଙ୍କ ମୁହଁରେ ଏକତାର ମନ୍ତ୍ର, କିନ୍ତୁ ବିଭାଜନର ତନ୍ତ୍ର ଆମକୁ କରୁଛି କବଳିତ। ପରିବାରଠାରୁ ଆରମ୍ଭ କରି ଦେଶ ଦୁନିଆ ସବୁଠି ମଣିଷ ମଣିଷ ଭିତରେ ଘୃଣା ଅସହିଷ୍ଣୁତା ଭରି ରହିଛି। କିଛି ଅନ୍ଧବିଶ୍ୱାସ ଆମକୁ ବିଭାଜିତ କରିଛି ତ କିଛି ଅପସଂସ୍କୃତି ଆମକୁ ପରସ୍ପରଠାରୁ ଦୂରେଇ ଦେଇଛି। କିଛି ବିଧିବିଧାନ ଆମ ଭିତରେ ପ୍ରାଚୀର ସୃଷ୍ଟି କରୁଛି ତ କିଛି ରକ୍ଷଣଶୀଳ ଭାବନା ଆମକୁ ଏକାଠି ହେବାରେ ଅନ୍ତରାୟ ସୃଷ୍ଟି କରୁଛି। ଏଥିରୁ ଏହା ହିଁ ସ୍ପଷ୍ଟ, ସବୁ ବିଭେଦ ବିଭାଜନ ଓ ବୈଷମ୍ୟର ସୃଷ୍ଟିକର୍ତ୍ତା ଏହି ମଣିଷ। ଯେଉଁ ସବୁ ପ୍ରଥା ପରମ୍ପରା ପ୍ରକ୍ରିୟା ମଣିଷ ମଣିଷ ଭିତରେ ଦୂରତା ବୃଦ୍ଧି କରୁଛି, ଯୁବମଞ୍ଚ ଚାହିଁଲେ ସେସବୁ ପ୍ରାଚୀର ଅଚିରେ ଧୂଳିସାତ୍ କରିଦେଇପାରିବ। ଏଥିପାଇଁ ଲୋଡ଼ା ମାନବୀୟ ଗୁଣ, ମାନବିକ ମୂଲ୍ୟବୋଧ, ପ୍ରଗତିଶୀଳ ମନ, ଉନ୍ନତ ଚିନ୍ତା ଓ ଚେତନା। ବସୁଧୈବ କୁଟୁମ୍ବକମ୍ ଭଳି ମହାତତ୍ତ୍ୱକୁ ଯଦି ମଣିଷମାନେ ବାସ୍ତବରେ ଗ୍ରହଣ କରିନିଅନ୍ତି, ତେବେ ଯିଏ ଯେଉଁ ଅଞ୍ଚଳରେ ହେଉ ଅବା ଦେଶ ରାଜ୍ୟରେ ହେଉ, ଯାହାର ଯେଉଁ ଧର୍ମ ବା ଜାତି ହେଉନା କାହିଁକି, ତା ଭିତରେ ବନ୍ଧୁତା ଭାବ ଜାଗ୍ରତ ହେବ, ଭଲ ପାଇବା ସୃଷ୍ଟି ହେବ, ବିଦ୍ୱେଷ ଦୂରେଇ ଯାଇ ଆପଣାପଣ ଜାତ ହେବ, ବୈଷମ୍ୟ ହଟିବ, ଐକ୍ୟ ପ୍ରତିଷ୍ଠିତ ହେବ। ଯୁବଗୋଷ୍ଠୀ ଏକ ହେଲେ ଏ ମଣିଷ ମଣିଷର ହେବ ବୋଲି ଆଜି ଜଳେଶ୍ୱରର ଅଗ୍ରଣୀ ଯୁବମଞ୍ଚ ପକ୍ଷରୁ ଜଳେଶ୍ୱର ବ୍ଲକ ଗୋବରଘଟା ପଞ୍ଚାୟତ ଚନ୍ଦନାଠାରେ ଥିବା ଲୀଳା କଲ୍ୟାଣ ମଣ୍ଡପ ପରିସରରେ 14ତମ ବାର୍ଷିକ ଉତ୍ସବ ଯୁବମଞ୍ଚର ସଭାପତି ରାଜେଶ ଠକ୍କରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି 14ତମ ବାର୍ଷିକ ଉତ୍ସବରେ ବାଲେଶ୍ୱରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଶଶିଭୂଷଣ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ପୌରପାଳ ପ୍ରଦୀପ କୁମାର ପ୍ରଧାନ, ଉପଦେଷ୍ଟା ବିଷ୍ଣୁପଦ ମହାନ୍ତି, ଚିନ୍ମୟ କୁମାର ଦାସ, ଶୁଭ୍ରାଂଶୁ ଶେଖର ଦାସ ମହାପାତ୍ର, ତ୍ରିଲୋଚନ ଗିରି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଭିନ୍ନ କୃତିତ୍ୱ କ୍ଷେତ୍ରରେ 5 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚର ସଦସ୍ୟ ଆଦିତ୍ୟ ନାରାୟଣ ପାତ୍ର, ପ୍ରଶାନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ମୂଲଚନ୍ଦ ଲାଧା, ଅରୂପ କର, ଗୁରୁପ୍ରସାଦ ସାମନ୍ତ, ବିନୋଦ ସାହୁ, ପ୍ରକାଶ ଠକ୍କର, ରାକେଶ ଅଗ୍ରୱାଲ, ମନୀଷ ରାୟ ମଙ୍ଗିଆ, ପୁରଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ଶେଷରେ ସମ୍ପାଦକ ଗୋପାଳକୃଷ୍ଣ କଟାଳ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ବ୍ୟବସ୍ଥା ରହିଛି, କ'ଣ କହିବେ ସମ୍ପର୍କରେ? ଜଳେଶ୍ୱର ଯୁବ ମଞ୍ଚ ସର୍ବଦା ସେବା କାର୍ଯ୍ୟରେ ଅଗ୍ରଣୀ ଅଛନ୍ତି। ତାଙ୍କର କାର୍ଯ୍ୟକୁ ମୁଁ ଅଭିନନ୍ଦନ କରୁଛି। ତାଙ୍କର ଲକ୍ଷ୍ୟ ସଫଳ ହଉ। ସେମାନେ ଯୁବ ଶକ୍ତିର ପ୍ରତୀକ, ସମାଜ ସେବାରେ ନିଜକୁ ସମର୍ପିତ କରିଛନ୍ତି। ସଂଗଠିତ ରୂପରେ ଅନେକ କଲ୍ୟାଣକର କାମ କରୁଛନ୍ତି। ତାଙ୍କୁ ଧନ୍ୟବାଦ ଦେଉଛି। ପରିଚୟ ଦେବେ? ମୋ ନାମ ଗୋପାଳକୃଷ୍ଣ କଟାଲ, ଜଳେଶ୍ୱର ଯୁବ ମଞ୍ଚର ସମ୍ପାଦକ। ଯୁବ ମଞ୍ଚର ଆଜି 14ତମ ବାର୍ଷିକ ଉତ୍ସବ, କ'ଣ କହିବେ ସମ୍ପର୍କରେ? ଜଳେଶ୍ୱର ଯୁବ ମଞ୍ଚ ଆକ୍ଚୁଆଲି ଆଜି 14 ବର୍ଷ ଧରି ଜଳେଶ୍ୱରରେ ସମାଜ ସେବାରେ ସଦା ସର୍ବଦା ଲାଗି ରହିଛି। ତାର ଏକ୍ଜାମ୍ପଲ୍ ଆପଣମାନଙ୍କୁ ମୁଁ ଦେବି। ପ୍ରତ୍ୟେକ ବର୍ଷ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରା ହେଇଥାଏ, ଯେଉଁଟାକି ଆପଣ ବାଲେଶ୍ୱର ବ୍ୟାଙ୍କରେ ବ୍ଲଡ଼ର ଅଭାବ ଦେଖାଦିଏ। ସେହି ସମୟରେ ଆମ ଜଳେଶ୍ୱର ଯୁବ ମଞ୍ଚ ଜଳେଶ୍ୱରରେ ବ୍ଲଡ଼ କ୍ୟାମ୍ପ କରି ପ୍ରତ୍ୟେକ ବର୍ଷ 100ରୁ ଉର୍ଦ୍ଧ୍ୱ ୟୁନିଟ୍ ରକ୍ତଦାନ ଦେଇ ଆସି ଚାଲିଛି। ଏବଂ ଆପଣଙ୍କର ଯଦି ଦେଖିବେ, ଆମେ ଏବେ ସାଂସଦଙ୍କ ପାଣ୍ଠିରୁ ଯେଉଁ ଆମେ ପାଇଲୁ ଶାନ୍ତି ରଥ, ସେଇଟା ମଧ୍ୟ ସ୍ୱଳ୍ପ ପଇସାରେ ଆମେ ଜଳେଶ୍ୱର ସେବା ଦେଇ ଚାଲିଛୁ। ସମସ୍ତ ଲୋକ ଏହାର ଉପକାର ପାଉଛନ୍ତି। ଆମେ ପ୍ରତ୍ୟେକ ବର୍ଷ ମିନିମମ୍ 1000ରୁ ଉପରେ ଆମେ ବୃକ୍ଷରୋପଣ କରୁଛୁ। ଏବଂ ଏହି ଗ୍ରୀଷ୍ମ ଋତୁରେ ଆପଣ ଯଦି ଦେଖିବେ, ଆମେ ଜଳେଶ୍ୱରରେ ଦୀର୍ଘ 14 ବର୍ଷ ଧରି ରେଲୱେ ଷ୍ଟେସନ, ବସ୍ ଷ୍ଟାଣ୍ଡ ଏବଂ ଆପଣଙ୍କର ସ୍କୁଲରେ ସବୁ ଜାଗାରେ ଆମେ ଥଣ୍ଡା ପାଣି ଯୋଗାଇ ଆସୁଛୁ। ଏବଂ ମଝିରେ ମଝିରେ ଗ୍ଲୁକୋଜ୍ ପାଣି ମଧ୍ୟ ଦେଉଛୁ। ଏବଂ ତାହା ତତ୍ମଧ୍ୟରେ ଆପଣ ଯଦି ଦେଖିବେ, ଆମେ ଗ୍ଲୁକୋନ୍-ଡି ପ୍ୟାକେଟ୍ ଗରିବ ଲୋକଙ୍କୁ ମଧ୍ୟ ପ୍ରତ୍ୟେକ ଗ୍ରୀଷ୍ମ ଋତୁରେ ଘରେ ଘରେ ପହଞ୍ଚାଉଛୁ। ଯୁବମଞ୍ଚ ଯୁବକ ପାଇଁ ଗୋଟେ ଆହ୍ୱାନ, ଭବିଷ୍ୟତରେ କ'ଣ ଲକ୍ଷ୍ୟ ରଖିଛନ୍ତି? ନାଇଁ, ଭବିଷ୍ୟତ ଆମର କେବଳ ଗୋଟିଏ ଲକ୍ଷ୍ୟ, ଆମେ ସେବା କରିବାର ଉଦ୍ଦେଶ୍ୟରେ ଜଳେଶ୍ୱର ଯୁବ ମଞ୍ଚକୁ ଆମେ ନେଇଛୁ। ଏବଂ ଯେତେ ପର୍ଯ୍ୟନ୍ତ ଆମେ ଜଳେଶ୍ୱର ଅଛୁ, ସେତେ ପର୍ଯ୍ୟନ୍ତ ସେବା ହିଁ କରିବୁ। ପରିଚୟ ଦେବେ? ରାଜେଶ ଠକ୍କର, ସଭାପତି ଜଳେଶ୍ୱର ଯୁବ ମଞ୍ଚ। ଆଜି ଯୁବ ମଞ୍ଚର 14ତମ ବାର୍ଷିକ ଉତ୍ସବ, ଆଜ୍ଞା। କ'ଣ କହିବେ ସେ ସମ୍ପର୍କରେ? ଆଜ୍ଞା,
ଆମର 14ତମ ଏଟା ବାର୍ଷିକ ଉତ୍ସବ ସେଇ ଅବସରରେ ଆମେ ଆକ୍ଚୁଆଲି 3 ବର୍ଷ ହେଲା ଆମେ ଉତ୍ସବ ମନେଇ ନଥିଲେ କରୋନା ପାଖରୁ ତ ଆଜି ସେଟା ବାର୍ଷିକ ଉତ୍ସବ ରୂପରେ ଆମେ ମନାଉଛୁ ଏବଂ ଉକ୍ତ ଉତ୍ସବରେ ଆମର ମାନ୍ୟବର ମୁଖ୍ୟ ଅତିଥି ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ ଏବଂ ପ୍ରତି ପ୍ରଧାନ ଜଳେଶ୍ୱର ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ଏବଂ ଶଶିଭୂଷଣ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଛନ୍ତି। ଯୋଉ ମଞ୍ଚ ଅନେକ ସମୟରେ ଅନେକ କିଛି କାର୍ଯ୍ୟକ୍ରମ କରୁଛି, ଆଗକୁ କଣ ଲକ୍ଷ୍ୟ ରଖିଛି? ଆଗକୁ ଆମର ଆହୁରି ବହୁତ ଇଚ୍ଛା ଅଛି କରିବାର, ତ ତାପରେ ଆସ୍ତେ ଆସ୍ତେ ସେଟା ଆପଣମାନେ ଜାଣିପାରିବେ ଆହୁରି କିଛି। ଜଳେଶ୍ୱରରୁ ମନୋଜ କୁମାର ଭଙ୍କ ରିପୋର୍ଟ, ବି ନ୍ୟୁଜ୍।